ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଓ ମଣିପୁରରେ ଶପଥ ନେଲେ ନୂଆ ରାଜ୍ୟପାଳ। ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟକାଳ ଆରମ୍ଭ କଲେ 5ଟି ଦେଶ। ବାଂଲାଦେଶ ଓ ଭାରତରେ ଅଟକ ଥିବା ଉଭୟ ଦେଶର ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଲାଗି ପ୍ରକ୍ରିୟା ଆରମ୍ଭ। ଏବଂ ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ 185 ରନ୍ରେ ଅଲ୍ଆଉଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି କାମନା କରିଛନ୍ତି। ଶ୍ରୀ ମୋଦି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ଏକ ଚାଦର ମଧ୍ୟ ପ୍ରଦାନ କରିଛନ୍ତି, ଯାହା ତାଙ୍କ ତରଫରୁ ଆଜମେର ଶରୀଫ ଦରଗାରେ ଉର୍ସ ଅବସରରେ ଅର୍ପଣ କରାଯିବ। ଶ୍ରୀ ରିଜିଜୁ ଆଜି ଦିଲ୍ଲୀର ନିଜାମୁଦ୍ଦିନ ଔଲିଆ ଦରଗାକୁ ଯାଇ ଚାଦର ଅର୍ପଣ କରିଛନ୍ତି। ଆସନ୍ତାକାଲି ଆଜମେର ଶରୀଫରେ ଶ୍ରୀ ମୋଦିଙ୍କ ତରଫରୁ ଚାଦର ଅର୍ପଣ କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ମପତି ଆଜି ସକାଳେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ତାଙ୍କୁ ରାଜ୍ୟର 27ତମ ରାଜ୍ୟପାଳ ଭାବେ ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ, ବହୁ ମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଗତ ମାସ 27 ତାରିଖରେ ଡକ୍ଟର କମ୍ମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବତନ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ମଣିପୁରର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଡି କୃଷ୍ଣ କୁମାର ରାଜଭବନର ଦରବାର ହଲ୍ରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ଶପଥପାଠ କରାଇଥିଲେ। ଶ୍ରୀ ଭଲ୍ଲା 2024 ଜୁଲାଇରୁ ରାଜ୍ୟପାଳ ଦାୟିତ୍ୱରେ ଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ, ବାଚସ୍ପତି ଥୋକ୍ଚାମ୍ ସତ୍ୟବ୍ରତ, କ୍ୟାବିନେଟ୍ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଆସାମ ମେଘାଳୟ କ୍ୟାଡର 1984 ବ୍ୟାଚ୍ର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ଭଲ୍ଲା 2024 ଅଗଷ୍ଟ ପର୍ଯ୍ୟନ୍ତ ପାଖାପାଖି 5 ବର୍ଷ ଭାରତର ଗୃହ ସଚିବ ଭାବେ କାର୍ଯ୍ୟ କରିଥିଲେ। ସମାଜ ସଂସ୍କାରକ ସାବିତ୍ରୀବାଈ ଫୁଲେଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମତୀ ଫୁଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାବିତ୍ରୀବାଈ ଫୁଲେ ମହିଳା ସଶକ୍ତିକରଣର ପ୍ରତୀକ ଏବଂ ଶିକ୍ଷା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଅଗ୍ରଣୀ ବୋଲି ପ୍ରଧାନମନ୍ତ୍ରୀ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଫୁଲେ ମହିଳା ଶିକ୍ଷାକୁ ଅଗ୍ରାଧିକାର ଦେଇ ସମାଜର ବଞ୍ଚିତ ଓ ଶୋଷିତ ବର୍ଗଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଦ୍ୱୀପପୁଞ୍ଜ ଉନ୍ନୟନ ସଂଗଠନର 7ମ ବୈଠକ ଆଜି ଅନୁଷ୍ଠିତ ହେଉଛି। ବୈଠକରେ ଆଣ୍ଡାମାନ ନିକୋବର ଉପରାଜ୍ୟପାଳ ଦେବେନ୍ଦ୍ର କୁମାର ଯୋଶୀ, ଲାକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। 2017ରେ ସ୍ଥାପିତ ଆଇଡିଏ ଦେଶର ଦ୍ୱୀପପୁଞ୍ଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛି। ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଡେନମାର୍କ, ଗ୍ରୀସ୍, ପାକିସ୍ତାନ, ପାନାମା ଓ ସୋମାଲିଆ ନିଜର 2 ବର୍ଷର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହି 5ଟି ଦେଶ ଇକ୍ୱେଡର, ଜାପାନ, ମାଲ୍ଟା, ମୋଜାମ୍ବିକ୍ ଏବଂ ସୁଇଜରଲ୍ୟାଣ୍ଡର ସ୍ଥାନ ନେଇଛନ୍ତି। ଦାୟିତ୍ୱର ଶୁଭାରମ୍ଭ ଅବସରରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଏକ ପତାକା ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ପରିଷଦ ଗୃହ ବାହାରେ 5 ଜଣ ନୂଆ ସଦସ୍ୟଙ୍କ ସ୍ଥାୟୀ ପ୍ରତିନିଧିମାନେ ନିଜ ନିଜ ଜାତୀୟ ପତାକା ଲଗାଇବା ପୂର୍ବରୁ ସ୍ୱଳ୍ପ ଭାଷଣ ଦେଇଥିଲେ। ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ 15 ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ 5 ଜଣ ସ୍ଥାୟୀ ଏବଂ 10 ଜଣ ନିର୍ବାଚିତ ସଦସ୍ୟ ରହିଛନ୍ତି। ସେମାନଙ୍କର 2 ବର୍ଷର କାର୍ଯ୍ୟକାଳ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ରୁଷ, ଚୀନ ଏବଂ ଫ୍ରାନ୍ସ ଏହାର ସ୍ଥାୟୀ ସଦସ୍ୟ ଅଟନ୍ତି। ସେମାନଙ୍କ ପାଖରେ ଭିଟୋ କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ବାଂଲାଦେଶରେ ଅଟକ ଥିବା 95 ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଭାରତରେ ଅଟକ ଥିବା 90 ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ରବିବାର ସୁଦ୍ଧା ଶେଷ ହେବ। ଗତକାଲି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ମନ୍ତ୍ରଣାଳୟ କହିଛି ବାଂଲାଦେଶ ତଟରକ୍ଷୀ ବାହିନୀ 95 ଜଣ ଭାରତୀୟ ମତ୍ସ୍ୟଜୀବୀ ଓ କ୍ରୁ ସଦସ୍ୟଙ୍କୁ ଭାରତୀୟ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରିବା ଏବଂ 90 ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଓ କ୍ରୁ ସଦସ୍ୟଙ୍କୁ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ବ୍ୟତୀତ ଭାରତରେ ଅଟକ ଥିବା 2ଟି ବାଂଲାଦେଶୀ ମାଛଧରା ଜାହାଜ ଏବଂ ବାଂଲାଦେଶରେ ଅଟକ ଥିବା 6ଟି ଭାରତୀୟ ମାଛଧରା ଡଙ୍ଗାକୁ ମଧ୍ୟ 2 ତଟରକ୍ଷୀ ବାହିନୀ ମଧ୍ୟରେ ବିନିମୟ କରାଯିବ। 2024 ଅକ୍ଟୋବର ନଭେମ୍ବର ମାସରେ ବାଂଲାଦେଶ ଜଳସୀମା ଭିତରେ 95 ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ 6ଟି ମାଛଧରା ଡଙ୍ଗାକୁ ବାଂଲାଦେଶ କର୍ତ୍ତୃପକ୍ଷ ଅଟକ ରଖିଥିଲେ। ସୂଚନା ଅନୁଯାୟୀ ବାଗେରହାଟ ଓ ପଟୁଆଖାଲି ଜିଲ୍ଲା କାରାଗାରରେ ବନ୍ଦୀଥିବା 95 ଜଣ ଭାରତୀୟ ମତ୍ସ୍ୟଜୀବୀ ଓ କ୍ରୁ ସଦସ୍ୟଙ୍କୁ ମୁକ୍ତ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତାମିଲନାଡୁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ଡିଏମ୍କେ ସାଂସଦ କାଥିର ଆନନ୍ଦ ଏବଂ ଡିଏମ୍କେର ବରିଷ୍ଠ ନେତା ଦୁରାଇ ମୁରୁଗାନଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରୁଛନ୍ତି। ପୁଞ୍ଜଲାଲ ନାମକ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘର ଉପରେ ଅଧିକାରୀମାନେ ଚଢ଼ାଉ କରାଉଥିବା ଜଣାପଡ଼ିଛି। ଏହି ଚଢ଼ାଉ 2019ରେ ଟିକସ ଚୋରି ସହ ଜଡ଼ିତ ବୋଲି କୁହାଯାଇଛି। ଚଢ଼ାଉ ସମୟରେ 10 ଲକ୍ଷରୁ ଅଧିକ ଟଙ୍କା ନଗଦ ଜବତ ହୋଇଛି। ଆକାଶବାଣୀ ସମ୍ବାଦ ଏହାର ସ୍ୱତନ୍ତ୍ର ଧାରାବାହିକରେ ଆପଣଙ୍କ ପାଇଁ 2024ର ଝଲକ ଆଣିଛି। ଆଜି ଆମେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ଉପରେ ନଜର ପକାଇବା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସଂଖ୍ୟାଲଘୁଙ୍କ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛି। 2024 ମସିହା ଜୁଲାଇ ମାସରେ ଲୋକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମଗ୍ର ଭାରତର ସଂଖ୍ୟାଲଘୁ କାରିଗରୀଙ୍କ ସ୍ୱଦେଶୀ କଳା, ହସ୍ତଶିଳ୍ପ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟର 162 ଜଣ କାରିଗରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ରାଜ୍ୟର 70ରୁ ଅଧିକ ଉତ୍କୃଷ୍ଟ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଏହା ବ୍ୟତୀତ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟର ଜାତୀୟ ସଂଖ୍ୟାଲଘୁ ବିକାଶ ଏବଂ ଅର୍ଥ ନିଗମ ଗଠନ କରାଯାଇଛି। ଗାଜାରେ ଆକାଶମାର୍ଗରୁ ଆକ୍ରମଣରେ 68 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ହମାସ ନିୟନ୍ତ୍ରିତ ପୋଲିସ ମୁଖ୍ୟ ମହମ୍ମଦ ସାଲାହ, ତାଙ୍କ ସହଯୋଗୀ ହୁସାମ ସାହୱାନ ଏବଂ ଅନ୍ୟାନ୍ୟ ଜଣ ବିସ୍ଥାପିତ ନାଗରିକ ଅଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ 14 ମାସ ଧରି ଚାଲିଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କ ପାଇଁ ମାନବିକ ଅଞ୍ଚଳ ଭାବେ ଘୋଷିତ ଅଲ୍-ମାୱାସି ଜିଲ୍ଲାରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଘନ କୁହୁଡ଼ି ଓ କମ୍ ଦୃଶ୍ୟମାନତା ଯୋଗୁଁ ଆଜି ଦିଲ୍ଲୀ ଏନ୍ସିଆର୍ରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଜାତୀୟ ରାଜଧାନୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୃଶ୍ୟମାନତା କମ୍ ଥିବାରୁ ପାଖାପାଖି 50ଟି ବିମାନ ବିଳମ୍ବିତ ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ଅଭିମୁଖେ ଯାଉଥିବା ଅନେକ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ମୁମ୍ବାଇ ଗୋଆ ରାଜପଥର ରାୟଗଡ଼ରେ ଆଜି ଏକ ସଡ଼କ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି। ବୀର ରେଳ ଷ୍ଟେସନ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାର୍କୁ ଏକ ଟୋଇଂ ଗାଡ଼ି ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ଆକାଶମାର୍ଗକୁ ଉଠିଯାଇ ଅନେକ ଫୁଟ ଦୂରରେ ଖସି ପଡ଼ିବାରୁ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସିଡ୍ନୀରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ନିର୍ଣ୍ଣାୟକ ପଞ୍ଚମ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ 185 ରନ୍ରେ ଅଲ୍ଆଉଟ୍ ହୋଇଛି। ଜସପ୍ରୀତ ବୁମରା 22 ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା 26 ରନ୍ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ୍ ବୋଲାଣ୍ଡ 4ଟି ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଦିନରେ ପ୍ରଥମ ଇନିଂସ ଶେଷ ସୁଦ୍ଧା 1 ୱିକେଟ୍ ହରାଇ 9 ରନ୍ କରିଛି। ବେଙ୍ଗାଲୁରୁର ପାଦୁକୋନ୍ ଦ୍ରାବିଡ଼ କ୍ରୀଡ଼ା କେନ୍ଦ୍ରରେ ଆୟୋଜିତ ମ୍ୟାଚ୍ରେ ଗତକାଲି ଭାରତୀୟ ମହିଳା ଫୁଟବଲ ଦଳ 11-1 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଚାଲିଥିବା ଫୁଟବଲ ଇଣ୍ଡିଆନ୍ ସୁପର ଲିଗ୍ରେ ମୋହନ ବାଗାନ ସୁପର ଜାଏଣ୍ଟ 3-0 ଗୋଲ୍ରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଓ ମଣିପୁରରେ ଶପଥ ନେଲେ ନୂଆ ରାଜ୍ୟପାଳ। ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟକାଳ ଆରମ୍ଭ କଲେ 5ଟି ଦେଶ। ବାଂଲାଦେଶ ଓ ଭାରତରେ ଅଟକ ଥିବା ଉଭୟ ଦେଶର ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଲାଗି ପ୍ରକ୍ରିୟା ଆରମ୍ଭ ଏବଂ ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ 185 ରନ୍ରେ ଅଲ୍ ଆଉଟ୍। ସମ୍ବାଦ ଶେଷ ହେଲା।